ଯାଜପୁର ଜିଲ୍ଲାର କଳିଙ୍ଗନଗର ଆଦିବାସୀ ବହୁଳ ଅଞ୍ଚଳ। ଏହି ଅଞ୍ଚଳର ବିଭିନ୍ନ ଯେଉଁ ଗାଁଗୁଡ଼ିକ ଦିନେ ନିଜ ପରିଚୟ ଖୋଜୁଥିଲେ, ଆଜି ବିଶ୍ୱ ଔଦ୍ୟୋଗିକ ମାନଚିତ୍ରରେ କଳିଙ୍ଗନଗର ନିଜ ପାଇଁ ତଥା ସମଗ୍ର ରାଜ୍ୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ରାଜ୍ୟ ନୁହେଁ, ଦେଶ ପାଇଁ ପ୍ରଗତିର ପ୍ରତୀକ ଭାବେ ଉଭା ହୋଇଛି କଳିଙ୍ଗନଗର। ସରକାରଙ୍କ ସହଯୋଗ, ଜିଲ୍ଲା ପ୍ରଶାସନର ସହଭାଗିତା ଓ ସ୍ଥାନୀୟ ଶିଳ୍ପ ସଂସ୍ଥାର ସାମୂହିକ ଯୋଗଦାନ ବଦଳାଇଛି କଳିଙ୍ଗନଗରର ନକ୍ସା। ଶାନ୍ତ ପରିବେଶ, ସଞ୍ଜ ବୁଡ଼ିଲେ ସବୁ ଶୂନଶାନ। ସୀମିତ ସ୍ୱପ୍ନରେ ଆରମ୍ଭ ହେଉଥିଲା ସକାଳ। ଜୀବିକା କହିଲେ ସେହି ଚାଷବାସ କିମ୍ବା ଦିନ ମଜୁରୀ। ନା ନିଯୁକ୍ତି, ନା ବ୍ୟବସାୟର ସୁଯୋଗ। ଜୀବନଟା ଯେମିତି କଚ୍ଚା ଅଣଓସାରିଆ ରାସ୍ତା, ଆଉ ଧପ୍ ଧପ୍ ହୋଇ ଜଳୁଥିବା ସେହି ଡିବିରି ଆଲୁଅରେ ଅଟକି ଯାଇଥିଲା। ହେଲେ ଅନେକ ସଂଘର୍ଷ, ପରିଶ୍ରମ ପରେ ବିକାଶ ପଥରେ ସାମିଲ ହୋଇଛି କଳିଙ୍ଗନଗର। ଅନେକ ଅବ୍ୟବସ୍ଥା ଭିତରେ ଘାଣ୍ଟି ହେଉଥିବା ଗାଁଟା ଆଜି ବିଶ୍ୱ ମାନଚିତ୍ରରେ ନିଜର ପରିଚୟ ପାଇଛି। ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିବା ସହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବିଶେଷ କରି ଇସ୍ପାତ ଶିଳ୍ପର ହବ୍ ପାଲଟିଛି କଳିଙ୍ଗନଗର। ସେ ଅଣଓସାରିଆ କଚ୍ଚା ରାସ୍ତା ଆଜି ପକ୍କା ହୋଇଛି। ଡୁବୁରି ଚଣ୍ଡିଖୋଲ 53 ନମ୍ବର ଜାତୀୟ ରାଜପଥ କଳିଙ୍ଗନଗରର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଷ୍ଟ୍ରିଟ୍ଲାଇଟ୍ ଆଲୁଅ ରାତିର ଅନ୍ଧାରକୁ ଦୂରେଇଛି। ଦିନ ଥିଲା ପେଟପାଟଣା ପାଇଁ ଏଠାକାର ଯୁବପିଢ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଥିଲେ। ଦି' ପଇସା ରୋଜଗାର ପାଇବା ଆଶାରେ ସହରରୁ ସହର ବୁଲୁଥିବା ଯୁବପିଢ଼ି ଆଜି ନିଜ ମାଟିରେ ରହି ରୋଜଗାରର ସୁଯୋଗ ପାଇପାରୁଛନ୍ତି। ସୁଧୁରୁଛି ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା। ସ୍ଥାନୀୟ ଲୋକଙ୍କ ପ୍ରଗତି, ଆତ୍ମନିର୍ଭରତା, ଆଶା ଓ ଆକାଂକ୍ଷା ପୂରଣ କରିବାରେ ସହଯୋଗ କରୁଛନ୍ତି ବିଭିନ୍ନ ଶିଳ୍ପ ସଂସ୍ଥା। କଳିଙ୍ଗନଗର କେବଳ ଓଡ଼ିଶାର ଗର୍ବ ଓ ଗୌରବ ତା ନୁହେଁ, ଉଦ୍ୟୋଗ କ୍ଷେତ୍ରରେ ଭାରତକୁ ବି ଦେଇଛି ସ୍ୱତନ୍ତ୍ର ପରିଚୟ। ଆତ୍ମନିର୍ଭର ଭାରତର ଉଦାହରଣ ପାଲଟିଛି। କଳିଙ୍ଗନଗରର ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଛନ୍ତି ଜିନ୍ଦଲ, ମେସ୍କୋ, ଇମ୍ଫା, ଫେକର, ଟାଟା ଷ୍ଟିଲ୍, ମୈଥାନ ଇସ୍ପାତ, ଭିସା ଷ୍ଟିଲ୍ ଭଳି ଅନେକ ଶିଳ୍ପ ଉଦ୍ୟୋଗ। ଜମି ଅଧିଗ୍ରହଣ, ବିସ୍ଥାପନ ଓ ଲୋକଙ୍କ ବିଶ୍ୱାସ ଜିଣିବା କମ୍ପାନୀଗୁଡ଼ିକ ପାଇଁ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ବି ସବୁ ପରିସ୍ଥିତିର ମୁକାବିଲା କରି ଦୃଢ଼ ହୋଇଛନ୍ତି ଶିଳ୍ପ ସଂସ୍ଥା। ଏହିସବୁ ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ। ନିକଟରେ ଏହି କ୍ଷେତ୍ରରେ ବିଶେଷ ଉପଲବ୍ଧି ପାଇଁ ରାଜ୍ୟ ସରକାରଙ୍କଠାରୁ ଷ୍ଟାର ଏମ୍ପ୍ଲୟର ଆୱାର୍ଡ ପାଇଛି ଟାଟା ଷ୍ଟିଲ୍। 2015 ନଭେମ୍ବର 18ରେ 50,000 କୋଟିର ଏହି ଶିଳ୍ପ ସଂସ୍ଥା ଏବେ 10 ବର୍ଷ ଅତିକ୍ରମ କରିବା ଜିଲ୍ଲାର ସୁଦୃଢ଼ ଶିଳ୍ପ ବ୍ୟବସ୍ଥାକୁ ସ୍ପଷ୍ଟ କରୁଛି। କିଛିଦିନ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ 3 ମିଲିୟନ ଟନ୍ରୁ 8 ମିଲିୟନ ଟନ୍କୁ ରାଜ୍ୟ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏହା ବ୍ୟତୀତ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସର ବିଭିନ୍ନ ଶିଳ୍ପ ସଂସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଥିରେ 1,15,000 କୋଟିର ପୁଞ୍ଜି ନିବେଶ ହେବ, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ 36,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବ୍ୟବସାୟ ବଢ଼ିଛି, ତା ସହ ସ୍ଥାନୀୟ ଭିତ୍ତିଭୂମିରେ ଉନ୍ନତି ଆସିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଇନଭେଷ୍ଟର, ଭିଜିଟର ଓ ଏକ୍ଜିକ୍ୟୁଟିଭଙ୍କ ରହିବା ପାଇଁ ଅତ୍ୟାଧୁନିକ ସୁବିଧା ସହ ଅନେକ ହୋଟେଲ ଶିଳ୍ପ ଜିଞ୍ଜର ଦେଓ ରେସିଡେନ୍ସି ଭଳି ଅନେକ ସଂସ୍ଥା ଗଢ଼ି ଉଠିଥିବା ବେଳେ ଲଜ୍, ରେଷ୍ଟୁରାଣ୍ଟ ଆଦି ବ୍ୟବସାୟ ବି ମୁଣ୍ଡ ଟେକିଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ପାର୍କ ଆଦି ମଧ୍ୟ ରହିଛି। ଟଙ୍କା ଦେଣନେଣ ପାଇଁ ବିଭିନ୍ନ ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆଇସିଆଇସିଆଇ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଶାଖା ଖୋଲିଛି। ଯାଜପୁର ଜିଲ୍ଲାର ଉନ୍ନତିକରଣ ପାଇଁ ରହିଥିବା କଳିଙ୍ଗନଗର ଡେଭଲପମେଣ୍ଟ କାଉନସିଲ ଟେଣ୍ଡରିଂ ପ୍ରୋସେସ ଯୋଗେ ବ୍ୟବସାୟ ଓ ନିର୍ମାଣ କାମକୁ ଅନୁମତି ମିଳୁଥିବା ବେଳେ ଭିତ୍ତିଭୂମି ଉନ୍ନତିକରଣ, ସହର ପ୍ଲାନିଂ ଦିଗରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଗଠନ ପରେ ନୂଆ ରୂପ ପାଇଛି ଡୁବୁରି, ସରନ୍ସ, ଧନୁରାଜୟପୁର, ଜାମୁପଶି, ନଡ଼ିଆଭଙ୍ଗା, ଢମଣାଗାଡ଼ିଆ, ବାରଗାଡ଼ିଆ, ଗୋବରଘାଟି, ସାରଙ୍ଗପୁର, ନୂଆଗାଁ, ହଟମୁଣ୍ଡା, ଖଣ୍ଡରା ଆଦି ଗ୍ରାମ। ମାଟିଘର ଆଦି ପକ୍କା କଲୋନି, ଶଗଡ଼ ସାଇକେଲ ଆଦି ଚଳପ୍ରଚଳ କରୁଥିବା ରାସ୍ତାରେ ଆଜି ଗଡ଼ୁଛି ଟ୍ରକ୍, ବସ୍। ଆଉ ସେ ରାସ୍ତା କଡ଼ରେ ଗଢ଼ି ଉଠିଛି ବଜାର ହାଟ ଆଦି।
ଛୋଟ ବଡ଼ ବ୍ୟବସାୟ କରି ରୋଜଗାର ସୁଯୋଗ ପାଇଛନ୍ତି ଶତନୀୟ ଲୋକେ। କମ୍ପାନୀଗୁଡ଼ିକର CSSର କାର୍ଯ୍ୟକ୍ରମ କମ୍ୟୁନିଟି ବିକାଶ ସହ ମହିଳା ସଶକ୍ତିକରଣ ଦିଗରେ ଆଣିପାରିଛି ଅନେକ ପରିବର୍ତ୍ତନ। ଆଦିବାସୀ ବହୁଳ ଇଲାକା କଳିଙ୍ଗନଗରର ବଦଳିଛି ନକ୍ସା। ଏଠାକାର ଲୋକଙ୍କ ସଂଘର୍ଷ ଉଦ୍ୟମ ଯୋଗୁଁ ମଫସଲ ଗାଁରୁ ଏକ ବିକାଶଶୀଳ ସହର ହେବା ଦିଗରେ ଯାତ୍ରା କରୁଛି। ଶିଳ୍ପାୟନ ଜନିତ ଏକାଧିକ ଆହ୍ୱାନ ସତ୍ତ୍ୱେ ସ୍ଥାନୀୟ ଲୋକଙ୍କ ସହଯୋଗ, ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ଓ ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ରାଜ୍ୟର ଶିଳ୍ପ ମାନଚିତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କଳିଙ୍ଗନଗର।